आज्ञा नमस्कार। ନିଜସ୍ୱ ସମୀକ୍ଷକ ମୁଁ ଆଜି ଗୋଟିଏ କଥା କହିବି। ଏବେ ମୁଁ ଦେଖୁଥିଲି ନ୍ୟୁଜ୍ 18 ଓଡ଼ିଆରେ ବାଜୁଥାଏ ଗୋଟିଏ କ'ଣ ଆଜ୍ଞା ହେଲିକପ୍ଟର ଢେଙ୍କାନାଳ ଇନ୍ଦିରା ଗାନ୍ଧୀ ଖେଳ ପଡ଼ିଆରେ କ'ଣ ଓହ୍ଲେଇ ପଡ଼ିଛି ଯେ ତାକୁ ଆଜ୍ଞା ସମସ୍ତେ ଯାଉଛନ୍ତି ପଚାରିବା ପାଇଁ ଯେ ତା ଭିତରେ ଯେଉଁ ବ୍ୟକ୍ତି ବସିଛନ୍ତି ସେମାନେ ବି କିଛି ତା'ର ଉତ୍ତର କରୁନାହାନ୍ତି। କ'ଣ ଯାନ୍ତ୍ରିକ ତ୍ରୁଟି କି ତା ଦେହରେ ସେ କିରୋସିନରେ ସେଇଟା ଚାଲୁଥିଲା ବନ୍ଦ ହେଇଯାଇଛି, ଓହ୍ଲେଇ ପଡ଼ିଛି, କିରୋସିନ ସରିଯାଇଛି, ପୁଣି କିରୋସିନ ଆଣିବାକୁ ସେମାନେ ଆମେରିକା ରୁଷିଆ ଯାଇଛନ୍ତି କି ଏଟା ଇଣ୍ଡିଆର ହେଲିକପ୍ଟର କି କେଉଁଠି ଇଲେକ୍ସନ୍ ପାଇଁ ଟଙ୍କା ଆସୁଥିଲା ସେ ହେଲିକପ୍ଟରରେ କି ନହେଲେ କ'ଣ ହେଲିକପ୍ଟରରେ କ'ଣ କୁଆଡ଼େ ମାନେ ବମିଂ କରିବାକୁ ଆସୁଥିଲେ ଆତତାୟୀମାନେ। କାହିଁକି ୟାକୁ ତର୍ଜମା କ'ଣ କି ପ୍ରକାର ତର୍ଜମା ସବୁ ହେଉଛି? ୟାକୁ ନ୍ୟୁଜ୍ 18 ବଜାଉଛି ବାରମ୍ବାର କି ଯେ ପୋଲିସ କି ପଚରା ଯାଉଛି, ପୋଲିସ ତା'ର କିଛି ଉତ୍ତର କରୁନି। ଯେଉଁମାନେ ଯାଇଛନ୍ତି ତାଙ୍କର ତର୍ଜମା କରିବା ପାଇଁ କି ତର୍ଜମା ଆଜ୍ଞା କରୁଛନ୍ତି? ଗାଣ୍ଡିରେ ଦୁଇ ପାହାରେ ଦେଲେ ସବୁ କଥା ସତ ସତ ମାନିଯିବେ। ଆପଣ ତର୍ଜମା କ'ଣ ଏଇଆ କରୁଛନ୍ତି? ଯେବେ ଗୋଟେ ଗରିବ ଲୋକ ହେଇଥାନ୍ତା, କେଉଁଠି ସିଏ ଯଦି କ'ଣ ଟିକେ ମାନେ ଦାନ୍ତ ଖୁଣ୍ଟୁଥାନ୍ତା, କ'ଣ କରୁଥାନ୍ତା, ତାହେଲେ ତାକୁ ଆଜ୍ଞା ଏତେବେଳକୁ ଦୁଇ ପାହାରେ ହେଇସାରନ୍ତାନି। କିନ୍ତୁ ଆପଣମାନେ କରୁଛନ୍ତି କ'ଣ? କାରଣ ସେ ହେଲିକପ୍ଟରରେ ଆସିଛନ୍ତି। କାହିଁକି ସିଏ ଆଜ୍ଞା ଦେଶର ଆତତାୟୀ ନ ହୋଇଥିବେ କି ଆତଙ୍କବାଦୀ ନ ହୋଇଥିବେ କି କାହିଁକି ସେ ଯେଉଁ ଇସ୍ରାଏଲ ଯେଉଁ ମାନେ ରୁଷିଆ ଯେଉଁ ଝଗଡ଼ା ଲାଗୁଛି ସେଠୁ କାହିଁକି ନ ଆସିଥିବେ? କେଉଁଠୁ ହେଲିକପ୍ଟର ଚୋରି କରିକି କାହିଁକି ନ ଆଣିଥିବେ? କି ପ୍ରକୃତ ସେ ହେଲିକପ୍ଟର ଯେବେ ମାଲିକ, ଯେବେ ତାଙ୍କର ଯାନ୍ତ୍ରିକ ତ୍ରୁଟି ଅଛି ଗାଡ଼ିର ମାନେ ହେଲିକପ୍ଟରର, ତାହେଲେ ସେମାନେ ମାନେ ଗୋଟେ ଭଲ ଜାଗାରେ ଆଶ୍ରୟ ନେଇଯାଇଛନ୍ତି, ଅଟକି ଯାଇଛନ୍ତି। ସେ କଥା ବି ସେମାନେ କାହିଁକି କହୁନାହାନ୍ତି? ଆକୁ କ'ଣ ମାନେ ମିଡ଼ିଆ ବାଲା ଖାଲି ହାଇଲାଇଟ୍ କରୁଛନ୍ତି, ଭଲ ମନ୍ଦ କରୁଛନ୍ତି, କାହିଁ ତାଙ୍କର ତ କିଛି ଆପଣମାନେ ଏପର୍ଯ୍ୟନ୍ତ ଆଣିପାରୁନାହାନ୍ତି ପ୍ରକୃତ ତଥ୍ୟ କ'ଣ? 4 ଘଣ୍ଟା ମୁଁ ଦେଖୁଥିଲି ନ୍ୟୁଜ୍ 18ରେ 4 ଘଣ୍ଟା ତଳର ଖବର। 4 ଘଣ୍ଟା ଭିତରେ ସେମାନେ କହିପାରୁନାହାନ୍ତି କ'ଣ ମୂକ ବଧିର ସବୁ ଯାଉଥିଲେ ତା ଦେହରେ? ନା ପ୍ରକୃତ ଦେଶରେ ଏମାନେ ଆତତାୟୀ? ପ୍ରକୃତ ତର୍ଜମା ଏତେବେଳେ ଗୋଟେ ଅଲଗା ଲୋକର ହେଇଥିଲେ, ଗୋଟେ ଗରିବ ଲୋକର ହେଇଥିଲେ, ଗୋଟେ କାର୍ ବାଲାର ହେଇଥିଲେ, ତାକୁ ଆପଣ ବାଡ଼େଇକି ପଚାରି ସାରନ୍ତେନି। କାହିଁକି? ଆପଣ କ'ଣ ୟା ଉପରେ କିଛି ତର୍ଜମା କରିବାକୁ ଆପଣଙ୍କର ସାହସ ପାଉନି? ନା ଦେଶର କେଉଁ ମାନେ ମନ୍ତ୍ରୀ ପଠାଇଛନ୍ତି, ନା ଦେଶର କେଉଁ ରାଜନେତା ଲୋକ ପଠାଇଛନ୍ତି, ନା ଦେଶର କେଉଁ ମାନେ ସାଂଗଠନିକ ଲୋକ ପଠାଇଛନ୍ତି, ନା କେଉଁଠୁ ଆସିଛି? ଆପଣ କ'ଣ ତର୍ଜମା କରିପାରିବେନି? ଆପଣ ମୁଖ୍ୟମନ୍ତ୍ରୀଙ୍କ ମାନେ ବିମାନକୁ ତର୍ଜମା କରିଦେଉଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ବିମାନକୁ ତର୍ଜମା କରିଦେଉଛନ୍ତି। ହଠାତ୍ ଗୋଟେ ହେଲିକପ୍ଟର ଗୋଟେ ଗାଁ ଭିତରେ ଓହ୍ଲେଇ ପଡ଼ିଲା। ଲୋକ ସେଠିକା ଦର୍ଶକ ମାନେ କହୁଛନ୍ତି ଯେ ସେ ମାନେ ହେଲିକପ୍ଟର ଭିତରେ ଥିଲେ 7 ଜଣ, ଆଉ 4 ଜଣ କୁଆଡ଼େ ପଳେଇଲେ, 3 ଜଣ ବସିଛନ୍ତି। ଯେ 3 ଜଣ ଯେବେ ବସିଛନ୍ତି, ଆଉ 4 ଜଣ କ'ଣ ଆଉ ମାନେ ପେଟ୍ରୋଲ ସରିଗଲା ଗାଡ଼ିରୁ, ତାକୁ ଯାଇଛନ୍ତି ପେଟ୍ରୋଲ ଆଣିବା ପାଇଁ କୁଆଡ଼େ? ଆପଣମାନେ ତର୍ଜମା କରନ୍ତୁ। ତୁରନ୍ତ ତର୍ଜମା ନ କଲେ ଯେବେ କାଳେ ସେ ହେଲିକପ୍ଟର ଭିତରେ କୌଣସି ପରମାଣୁ ବମ୍ ଥାଏ ତାହେଲେ ଫୁଟିବ, ତାହେଲେ ତ ଦେଶ ଧ୍ୱଂସ ପାଇଯିବ। କ'ଣ ଇଏ ଜଗା ହେଉଛି? କ'ଣ ଆଜ୍ଞା ତର୍ଜମା ହେଉଛି? କ'ଣ ଆଜ୍ଞା କି ପ୍ରକାର ସବୁ ଇନଭେଷ୍ଟିଗେସନ୍ ହେଉଛି? ଆପଣମାନେ ଏତେ ସମୟ କ'ଣ ପାଇଁ ତାଙ୍କୁ ଦେଇଛନ୍ତି? ସେ ଭଦ୍ର ବ୍ୟକ୍ତି ଯିଏ ବସିଛନ୍ତି ଗାଡ଼ିରେ, ସେ କ'ଣ ବୋକା? ସେ କିଛି କଥା କହିପାରୁନାହାନ୍ତି? ନା ବୋବା ରୋଲ୍ କରୁଛନ୍ତି? ଆପଣ ଚିନ୍ତା କରନ୍ତୁ, ସେମାନେ କେଉଁଠୁ ଆସିଛନ୍ତି? ସେମାନେ ଆମେରିକାରୁ ଆସିଛନ୍ତି କି ଆମର ଇଣ୍ଡିଆନ୍ ଲୋକ କି ଇଣ୍ଡିଆର କିଏ ଆତତାୟୀ ପଠାଇଛି, ମାନେ କି ଟଙ୍କା ଆସୁଥିଲା ଇଲେକ୍ସନ୍ ପାଇଁ ଟଙ୍କା ଆସୁଥିଲା, କି ନହେଲେ ସେମାନେ କ'ଣ କୌଣସି କ୍ରାଇମ୍ କରିବାକୁ ଆସିଛନ୍ତି? ତୁରନ୍ତ ତାକୁ ତର୍ଜମା ଶୀଘ୍ର କରିବା ଦରକାର। ଯେଉଁ ଇନଭେଷ୍ଟିଗେସନ୍ ଅଫିସର ମାନେ ଯାଉଛନ୍ତି ତାଙ୍କ ମୁହଁକୁ କ'ଣ ଅନଉଛନ୍ତି? ତାଙ୍କ ମୁହଁକୁ ଦେଖେଇ 2 ମୁଥ ଦେଲେ ଆଜ୍ଞା, ଯେଉଁ ଗୋଟେ ଡ୍ରାଇଭର ଯେବେ ଚୋରି କରିକି ପଳାଉଥାଏ ଗୋଟେ ଲୋକ, ତାକୁ 2 ମୁଥ ଦେଲେ ବା ସିଏ ଆଜ୍ଞା ସାଙ୍ଗେ ସାଙ୍ଗେ କହିଦେଉଛି ନେ ଆଜ୍ଞା ମୁଁ ଚୋରି କରିକି ଯାଉଥିଲି ଗାଡ଼ିଟାକୁ ନେଇକି। କ'ଣ ହେଲା? ସେ କି ଭଦ୍ରଲୋକ? ସେ କ'ଣ ମୁହଁ ଖୋଲି ପାରୁନାହାନ୍ତି? ହେଲିକପ୍ଟରରେ ଯାଉଛନ୍ତି ନା, ହେଲିକପ୍ଟରରେ ଯାଉଛନ୍ତି ବୋଲି ମୁହଁ ଖୋଲୁନାହାନ୍ତି। ଆମ ଯେଉଁ ବାବୁମାନେ ଅଛନ୍ତି ସବୁ ତର୍ଜମା ବାବୁମାନେ, ତାଙ୍କୁ ବି ଭୟରେ କିଛି କହିପାରୁନାହାନ୍ତି, କାଳେ ମାନେ ଚେୟାରରେ ଟଳମଳ ହେବ, ସେଥିପାଇଁ ସେମାନେ କିଛି କହିପାରୁନାହାନ୍ତି। ପ୍ରପର୍ ଇନଭେଷ୍ଟିଗେସନ୍ କରିକି ତୁରନ୍ତ ୟାକୁ ପବ୍ଲିକ୍ ମାନଙ୍କୁ ଜଣାନ୍ତୁ। ମୁଁ ଦେଖୁଥିଲି ନ୍ୟୁଜ୍ 18 ବଜାଉଛି। ହଉ, ରହିଲି ନିଜସ୍ୱ ସମୀକ୍ଷକ। ଏ ଇନଭେଷ୍ଟିଗେସନ୍ ଆମ ଇଣ୍ଡିଆ ପାଇଁ ନୁହଁ। ଭଲ ଇନଭେଷ୍ଟିଗେସନ୍ କରନ୍ତୁ, ଯେଉଁଟାକି ଇଣ୍ଡିଆର ନାଁ ରହିପାରିବ, ଆଉ ଆପଣମାନଙ୍କର ଯେଉଁ ମାନେ ସବୁ ଜିନିଷ ଠିକ୍ ହେଇପାରିବ।
ଇନଭେଷ୍ଟିଗେସନ୍ ଲାଇନ୍ରେ ଯାଇପାରିବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ପ୍ରଭୁ ଆଚାର୍ଯ୍ୟ ନିଜସ୍ୱ ସମୀକ୍ଷକ ଏହାକୁ ୟୁଟ୍ୟୁବ୍ ମାଧ୍ୟମରେ ମୁଁ ପଠାଉଛି ଏବଂ ଫେସବୁକ୍ ମାଧ୍ୟମରେ ମଧ୍ୟ ଦେବି।